କାଲିଠୁ କିଛି ବି ଖାଉନାହାନ୍ତି ଅପରାଜିତା। ଯିଏ ଯେତେ ବୁଝେଇଲେ ବୁଝୁନାହାନ୍ତି ଅପରାଜିତା। କାନ୍ଦୁଛନ୍ତି ଅପରାଜିତାଙ୍କ ବହୁ ତୃପ୍ତି ଆଉ ଅପରାଜିତାଙ୍କୁ ଡାକୁଛନ୍ତି ଖାଇବା ପାଇଁ। ହେଲେ ଅପରାଜିତା କିନ୍ତୁ କାହା କଥା ଶୁଣୁନାହାନ୍ତି। କାଲିଠୁ କେବଳ କାନ୍ଦୁଛନ୍ତି ଆଉ କାନ୍ଦୁଛନ୍ତି। ଦର୍ଶକ ବନ୍ଧୁ, ଏହି ଦେଖନ୍ତୁ ଟିକେ ଅପରାଜିତାଙ୍କୁ। ଉତ୍ତମ ମହାନ୍ତିଙ୍କ ବିନା କେମିତି ଭାଙ୍ଗି ପଡିଛନ୍ତି ଅପରାଜିତା। ଆଉ ଅପରାଜିତାଙ୍କୁ ବୁଝେଇ ବୁଝେଇ କାନ୍ଦୁଛନ୍ତି ବହୁ ତୃପ୍ତି। କାନ୍ଦି କାନ୍ଦି ଅପରାଜିତାଙ୍କୁ ଡାକୁଛନ୍ତି ଖାଇବା ପାଇଁ। ତେବେ ଦର୍ଶକ ବନ୍ଧୁ, ଆପଣମାନେ ଜାଣିଛନ୍ତି ଗତକାଲି ସମସ୍ତଙ୍କୁ ପର କରି ଆରପାରିକୁ ଚାଲି ଯାଇଛନ୍ତି। ଆଉ ଏପଟେ ଉତ୍ତମକୁ ଝୁରି ଝୁରି ଦୁଃଖରେ ଭାଙ୍ଗି ପଡିଛନ୍ତି ଅପରାଜିତା ମହାନ୍ତି। ବାବୁସାନ ଯେତେ ଡାକିଲେ ବହୁ ତୃପ୍ତି ଯେତେ ଅନୁରୋଧ କଲେ ବି କାହା କଥା ଶୁଣୁନାହାନ୍ତି। କାଲିଠୁ ଅପରାଜିତା କିଛି ବି ଖାଇନାହାନ୍ତି, କେବଳ କାନ୍ଦୁଛନ୍ତି ଆଉ ଉତ୍ତମ ମହାନ୍ତିଙ୍କୁ ଝୁରି ହେଉଛନ୍ତି। ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି, ଏକଥା ସାରା ଓଡ଼ିଶାବାସୀ ଜାଣିଛନ୍ତି। କିନ୍ତୁ ଦର୍ଶକ ବନ୍ଧୁ, ଜନ୍ମ ଆଉ ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ। ତେବେ ଉତ୍ତମ ମହାନ୍ତି କାଲି ସମସ୍ତଙ୍କୁ ପର କରିଦେଇ ଅଫେରା ରାଇଜର ପଥିକ ହୋଇଯାଇଛନ୍ତି। ଆଉ ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଅପରାଜିତା। ସବୁବେଳେ ଉତ୍ତମ ମହାନ୍ତିଙ୍କ ସହ ନିଜର ସୁଖ ଦୁଃଖ ବାଣ୍ଟୁଥିଲେ ଅପରାଜିତା। ସ୍ୱାମୀଙ୍କ ସହ ସବୁବେଳେ ଖୁସିରେ ରହୁଥିଲେ ଅପରାଜିତା। ଆଉ ଆଜି ଯେତେବେଳେ ଅପରାଜିତା ଉତ୍ତମ ମହାନ୍ତିଙ୍କୁ ଘରେ ଦେଖୁନାହାନ୍ତି, ସେତେବେଳେ ଦୁଃଖରେ ଭାଙ୍ଗି ପଡୁଛନ୍ତି। ଆଉ କହୁଛନ୍ତି ଯିଏ ଯେତେ ବୁଝେଇଲେ ବି ମୁଁ କିଛି ଖାଇବିନି। ତେବେ ଦର୍ଶକ ବନ୍ଧୁ, କାଲି ଉତ୍ତମ ମହାନ୍ତି ଆରପାରିକୁ ଚାଲିଯିବା ପରେ ଏବେ ଅପରାଜିତା କେବଳ ଆଖିରୁ ଲୁହ ଝରାଉଛନ୍ତି।